हेलो। आज आम आलोचना करवा अरा बुस्टर आम लाइफ रे केमिति वर्क करे, व्हाट इज द रियल वर्क ऑफ अरा बुस्टर, व्हाट इज अरा कोन, अरा आम लाइफ रे केमिति काम करे, आर विषय में आलोचना करवा। अरा रे इफेक्ट कोन आम लाइफ रे, हाउ कैन आमे अरा को केमिति भाव रे शुद्ध करबा, हम अरा को केमिति एक्टिवेटेड करबा। ओके, तार विषय आज आलोचना करबा। या लाइफ रे निश्चित भाव गोटे जरूरी इंपोर्टेंट पॉइंट्स जानिबा दरकार। ଅରାର ଅର୍ଥ କଣ, କାମ କଣ? ଅରା ବୋଲି କହିଲେ ଜଣେ ଲୋକ କିମ୍ବା ସ୍ଥାନକୁ ଘେରି ରହିଥିବା ଅଦୃଶ୍ୟ ଶକ୍ତି ବା ପରିବେଶକୁ ବୁଝାଯାଏ। ବ୍ୟବହାର କଣ? ଆଧ୍ୟାତ୍ମିକ ଅର୍ଥ ପ୍ରତ୍ୟେକ ଲୋକ ଶରୀର ଚାରିପାଖରେ ଗୋଟେ ଶକ୍ତି ଥାଏ, ଯାହା ତାଙ୍କର ମନୋଭାବ, ସ୍ୱାସ୍ଥ୍ୟ, ଭାବନାକୁ ଦେଖାଯାଏ। ବ୍ୟକ୍ତିର ଅର୍ଥ ତାଙ୍କର ଭଲ ଅରା ଅଛି, ଅର୍ଥାତ୍ ସେ ଲୋକଟି ଆତ୍ମବିଶ୍ୱାସ ଆକର୍ଷଣ ହୋଇଥାଏ ଲାଇଫରେ। ଅରା ୱାର୍କ ମାନେ ମେଡିଟେସନ, ଏନର୍ଜି ହିଲିଂ, ପଜିଟିଭ ଥିଙ୍କିଂ, ଚକ୍ର ବାଲାନ୍ସିଂ। ଏଇଟା ତ ଆଧ୍ୟାତ୍ମିକ କଥା। ଚକ୍ର ଏହା ମନ ଶାନ୍ତି ଓ ଆତ୍ମବିଶ୍ୱାସକୁ ବଢାଏ। ଅରା ବୁଷ୍ଟର ଅର୍ଥ କଣ? ଅର୍ଥ କାମ। ବୁଷ୍ଟର ମାନେ କିଛି ଭାଙ୍ଗିଦେବା କିମ୍ବା ସମସ୍ୟା ହଟାଇଦେବା। ଉଦାହରଣ, ଘୋଷ୍ଟ ଭୂତ ହଟେଇବା, ଭ୍ରାନ୍ତିକୁ ଭାଙ୍ଗିଦେବା। ଷ୍ଟ୍ରେସ୍ ବୁଷ୍ଟର ଚାପ କମେଇବା, ପେନ୍ ବୁଷ୍ଟର ବେଦନା କମେଇବା। ବୁଷ୍ଟର ୱାର୍କ ମାନେ ସମସ୍ୟାକୁ ସମାଧାନ କରିବା, ନେଗେଟିଭ ହଟାଇବା, ଖରାପ କିଛି ଭାଙ୍ଗିଦେବା। ସହଜ ତଫାତ ହଉଛି ଅରା ବୁଷ୍ଟର। ଅରା ହଉଛି ଲୋକଙ୍କର ଚାରିପାଖରେ ଥିବା ଶକ୍ତି ଓ ଭାବନା। ବୁଷ୍ଟର ହଉଛି ସମସ୍ୟା କିମ୍ବା ଖରାପ ଜିନିଷକୁ ହଟେଇବା। ଯେମିତି ଅରା ବୁଷ୍ଟର ଆମ ପାଖରେ ୟୁଜ କଲେ ଆମ ଲାଇଫରେ କିଛି ପଜିଟିଭ ଅରା ବୁଷ୍ଟର ସମସ୍ତେ ଯଦି ଆମେ ୟୁଜ କରିବା, ଆମ ପାଖରେ ୟୁଜ କରିବା, ତାକୁ ଆକ୍ଟିଭେଟେଡ କରି ନିଶ୍ଚିତ ଭାବରେ ଆମ ଲାଇଫରେ କିଛି ପରିବର୍ତ୍ତନ ଆସିବ। ଆମ ଇମ୍ପାକ୍ଟ କିଛି ଆମ ଲାଇଫରେ କିଛି ବିଶୁଦ୍ଧତା ଆସିବ, ଆମ ଲାଇଫରେ କିଛି ଚେଞ୍ଜିଂ ହବ। ହେଲ୍ପ ଅଫ ଅରା ବୁଷ୍ଟର। ମେଡିଟେସନ କରିବା, ପ୍ରତିଦିନ 10 ରୁ 15 ମିନିଟ ଶାନ୍ତିରେ ବସନ୍ତୁ, ଶ୍ୱାସ ଧ୍ୟାନ ନିଅନ୍ତୁ, ମନ ଶାନ୍ତି ଅରା ଶକ୍ତି ବଢେ। ଯଦି ମନ ଆପଣ ଷ୍ଟ୍ରେସ୍ ନ ରହିବ, ଆପଣ ଡିସିପ୍ଲିନ ମେଣ୍ଟେନ କରିବେ, ଆପଣ ମାଇଣ୍ଡ ସ୍ଥିର ରହିବ, ଅରା ସବୁବେଳେ ସ୍ଥିର ରହିବ। ବଟ୍ ଆମେ ଆଜିକାଲି ଯୋଉ ଖାଦ୍ୟ ସବୁ ଖାଉଛେ, ଡିଫରେଣ୍ଟ ଟାଇପ୍ସ ହାଇ ଖାଦ୍ୟ, ହାଇ ପ୍ରୋଟିନସିଆଲ ଖାଦ୍ୟ ଖାଉଛେ, ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଉଛେ, ବା ଡିଫରେଣ୍ଟ ଟାଇପ ଅଫ ଆମେ ସବୁଜ ଖାଦ୍ୟ ବା ସବୁଜ ଖାଦ୍ୟ ଖାଉନେ, ବହୁତ କମ ଖାଉଛେ, ହାଇ ଜଙ୍କ ଫୁଡସ୍ ଖାଉଛେ। ଆ ଦ୍ୱାରା ଆମ ଅରା ବହୁତ ଡିସବାଲାନ୍ସ, ଇମ୍ବାଲାନ୍ସ ହଉଛି। ଇମ୍ବାଲାନ୍ସ ହବା ଦ୍ୱାରା ଆମ ଲାଇଫରେ ବହୁତ କିଛି ଇଫେକ୍ଟ ବା ଟେନସନ ଆସୁଛି। ଆମ ମାଇଣ୍ଡକୁ ଆମେ ସ୍ଥିର କରିପାରୁନେ, ଆମେ ବହୁତ ଚିଡଚିଡାପଣ ହଉଛେ ଡ୍ୟୁ ଟୁ ସମ୍ ସୋସିଆଲ ମିଡିଆ ୟୁଜିଂ ଦ ପ୍ଲାଟଫର୍ମ, ସମ୍ ଟାଇମ ସ୍ପେଣ୍ଡ କରୁଛେ। ଆପଣ ଦେଖିବେ, ଆପଣ ଫ୍ୟାମିଲି ହଉ, ଆମେ ଲାଇଫରେ ଛୋଟ ପିଲାଙ୍କର ସେମାନେ ବିରକ୍ତ ଭାବ ପ୍ରକାଶ କରୁଛନ୍ତି, କାରଣ ଓରା ଇମ୍ବାଲାନ୍ସ। और ये कहली ना, अरे ଆପଣଙ୍କୁ ଶାନ୍ତିରେ ରଖିବା ପାଇଁ ମନ ଶାନ୍ତି ଅରା ଶକ୍ତି ବଢେ। ମନ ଅଶାନ୍ତି ରହେ, ଛୋଟ ପିଲାମାନେ, ଶିଶୁମାନେ ସାଧାରଣତଃ ୟୁଟ୍ୟୁବ ଦେଖୁଛନ୍ତି ବହୁତ ସମୟ। ଆପଣଙ୍କ ଯଦି 24 ଘଣ୍ଟା ଅନୁଭବ କରୁଥିବେ, ତାର 7-8 ଘଣ୍ଟା ଆପଣ ଲାଇଫ ଟା ଅନଲାଇନରେ ସ୍ପେଣ୍ଡ ହେଇଯାଉଛି, ୟୁଟ୍ୟୁବ, ଇନଷ୍ଟାଗ୍ରାମ, ସୋସିଆଲ ମିଡିଆ, ଡିଫରେଣ୍ଟ ଟାଇପ ଅଫ। ଆ ଦ୍ୱାରା ଆମ ଅରାର ପ୍ରୋବ୍ଲେମ ତିଆରି ହଉଛି, ଅରା ଇନବାଲାନ୍ସ ହଉଛି, ଲାଇଫରେ ବହୁତ କିଛି ଡିଫିକଲ୍ଟି ଫେସ୍ କରୁଛି, ଆମକୁ ଚିଡଚିଡାପଣ ଆସୁଛି, ଆମେ ରାତି ଅନିଦ୍ରା ହେଇଯାଉଛେ, ଧର ମୋବାଇଲ ଦେଖି କିମ୍ବା ଟାଇମ ସ୍ପେଣ୍ଡିଂ ସମ୍ ଜଙ୍କ ଫୁଡ ୟୁଜ କରୁଛେ, ଲାଇକ ଡିଫରେଣ୍ଟ ଟାଇପ ଚାଇନିଜ ଫୁଡସ୍ ୟୁଜ କରିକିନା ଆମେ ଆମ ଅରାକୁ ଇନବାଲାନ୍ସ କରୁଛେ। ଆମ ଦେହର ଶକ୍ତିଟାକୁ ଆମେ ମାନେ ସ୍ଥିରତା, ଶୀତଳ, ଦେଖ ଲାଇଫରେ ଆମେ ବଞ୍ଚିବା ପାଇଁ ଆମ ଶରୀରଟାକୁ ସବୁବେଳେ ଶୀତଳତା ରଖିବାକୁ ପଡିବ, ମାଇଣ୍ଡ ଶୀତଳ। ଯଦି ଶରୀର ଶୀତଳତା ରହିବ, ତାହେଲେ ମାଇଣ୍ଡ ଶୀତଳତା ରହିବ। ଶରୀରକୁ ଯଦି ଶୀତଳତା ନ ରଖିବେ, କେବେ ମାଇଣ୍ଡ ଶୀତଳ, ବହୁତ ଟେନସନ ଭିତରେ ଆମେ ବହୁତ ୱାର୍କିଂ କରୁଛେ, ନିଜେ ବଞ୍ଚିବା ପାଇଁ ବହୁତ ଟାଇପ ଅଫ ୱାର୍କିଂ କରୁଛେ, ପ୍ରେସର ଭିତରେ ରହୁଛି, ଯାହା ଦ୍ୱାରା ଆମ ଶରୀର ପ୍ରେସର ରହୁଛି, ଆମ ମାଇଣ୍ଡ ପ୍ରେସର ରହୁଛି, ଆମ ଅରା ବି ଇନବାଲାନ୍ସ ହବ। ଲାଇଫରେ ଅରା ଇନବାଲାନ୍ସ, ଆପଣଙ୍କ ଲାଇଫରେ ସବୁ କିଛି ଇନବାଲାନ୍ସ ଅଟୋମେଟିକ ହେଇଯିବ। हाउ कैन अरा बूस्टर केमिति यूज करिबा बूस्टर? ओके, पॉजिटिव चिंता रखन, रोष भय इच्छा को कमांतु, धीरे धीरे भय कमांतु, अपन लोभ कमांतु, भल कथा भावन्तु, पॉजिटिव माइंड आनंतु, स्ट्रांग करा आनंतु। कहीं ना बहुत किछि नेगेटिव मार्केट रे भी चले, बहुत किछि जदी अपन 100 रु पॉजिटिव 10 धरिबे, नेगेटिव होची 90। आमे साधारणतः खरा दिन बा समर सीजन ने आमे जो आसुथला, आमे साधारणतः ग्रामांचल हो जे कोन जो लेंबुरु आमे ଲେମ୍ବୁ ପାଣି କରି ପିଇ ଦଉଥିଲେ। ଏବେ ହାଇ ହାଇ ଫ୍ରୁट्स,
ତିଆରି ବହୁତ ମାନେ ଜିନିଷ ମିଶିକିନା ଆସୁଥିବା କିଛି କୋଲ୍ଡ ଡ୍ରିଙ୍କ୍ସ ଆମେ ବି ଡ୍ରିଙ୍କ କରୁଛେ, ଡ୍ରିଙ୍କ କରି ଦଉଛେ। ଆ ଦ୍ୱାରା ଆମ ଅରା ବି ଇନବାଲାନ୍ସ ହଉଛି ନିଶ୍ଚିତ ଭାବେ। ଆମକୁ କିଛି ସମୟ ପାଇଁ ହୁଏତ ଭଲ ଲାଗୁଛି। ଆଜିକା ସମୟରେ ମଣିଷର ଏଜ କମି କମି ଯାଉଛି। ଲାଇକ୍ ମୁଁ ଏତେ ଚିନ୍ତା କରେ ଇଣ୍ଡିଆନ ଏଜ ବହୁତ କମି। ଆମେ ଦେଖନ୍ତୁ ଆଜି ବହୁତ ଭଲ ଖାଦ୍ୟ ଖାଇବାକୁ ଚିନ୍ତା କରୁଛେ, ଭଲ ନୁହଁ, ଭଲ ଖାଦ୍ୟ ଆମେ ଯେବେ କହୁଛେ ସେଟା ଆକ୍ଚୁଆଲି ରିଅଲ ଆମ ପାଇଁ ଭଲ ନୁହେଁ। ଆଉ ତମେ ମିଟ୍ସ, ଫିସ୍, ଏଗ୍ସ, ଡିଫରେଣ୍ଟ ଟାଇପ ଅଫ ହାଇ ଜଙ୍କ୍ସ ଫୁଡ ମ୍ୟାଗି ହେଲା, ଡିଫରେଣ୍ଟ ଟାଇପ ୟୁଜିଂ ଦ ଏ ଆମ ଅରାକୁ ବହୁତ ଡିଷ୍ଟରବାନ୍ସ କରୁଛି। ଆଗରୁ ଯଦି ଆମେ 20 ବର୍ଷ 25 ବର୍ଷ ତଳକୁ ପଳେଇ ଯିବା, ଆମେ ଏତେ ସେମିତି ଫାସିଲିଟି ପାଉନଥିଲେ। ଆମେ ନର୍ମାଲି ୱିଦାଉଟ୍ କେମିକାଲ ୟୁଜିଂ ସେ ଫୁଡ ଆମେ ଖାଉଥିଲେ, ଯାହା ଦ୍ୱାରା ଆମେ ମେଣ୍ଟାଲି ଷ୍ଟ୍ରେସ୍ କମୁଥିଲା, ଆମ ମାଇଣ୍ଡ କୁଲ ରହୁଥିଲା। ବର୍ତ୍ତମାନ ଆମେ ବହୁତ ଡେଭଲପମେଣ୍ଟ ଖାଦ୍ୟ ଖାଉଛେ, ଲାଇକ୍ କି ଜଙ୍କ ଫୁଡସ୍ ଖାଉଛେ, ଯାହା ଦ୍ୱାରା ଆମ ଲାଇଫରେ ବହୁତ କିଛି ଇମ୍ପାକ୍ଟ ରହୁଛି ଲାଇଫରେ। ଦେଖନ୍ତୁ 20 ବର୍ଷ ତଳେ ଆମେ ଫ୍ୟାନ ବି ନ ଶୋଇଲେ ଖରା ଦିନେ ଆମେ ଯଦି ପବନ ନେଇ ଶୋଇଲେ ତାର ଯୋଉ ନ୍ୟାଚୁରାଲି ଜିନିଷର ଯୋଉ ପ୍ରଭାବ ଥାଏ ଆମ ଅରାକୁ ସବୁବେଳେ ଡେଭଲପମେଣ୍ଟ କରୁଥିଲା। ଏବେ ଆମେ ଅରାକୁ ଡେଭଲପମେଣ୍ଟ କରେଇ ପାରୁନେ। ଆମେ ସ୍ମୁଥ ହାୱାରେ ମର୍ଣ୍ଣିଂ ଆୱାରରେ ଦେଖନ୍ତୁ, ଆପଣ ଯଦି ସନରେ କିଛି ସମୟ ଚାଲିବେ ଆପଣଙ୍କୁ ବହୁତ କିଛି ରୋଗ ବି କମିଯିବ। ଆପଣଙ୍କ ମାଇଣ୍ଡ ବି ବହୁତ କୁଲ ରହିବ। ଆପଣ ଯଦି ମର୍ଣ୍ଣିଂ ୱାକ୍ କରୁଛନ୍ତି, ଇଭିନିଂ ୱାକ୍ କରୁଛନ୍ତି, ବୁଲୁଛନ୍ତି, ବ୍ୟାୟାମ କରୁଛନ୍ତି, ୟା ଦ୍ୱାରା ନିଶ୍ଚିତ ଭାବରେ ଡେଭଲପ ହବ। ତେଣୁ ଶରୀର ସଫା ସ୍ୱାସ୍ଥ୍ୟ, ନିୟମିତ ସ୍ନାନ କରିବାର ଅଛି, ସଫା ପୋଷାକ, ଭଲ ଖାଦ୍ୟ, ପାଣି। ଭଲ ଖାଦ୍ୟ ମିନ୍ସ ଆପଣ ଚିନ୍ତା କରିବେନି କେବେ ଚିକେନ ମଟନ ଏ ଜିନିଷ ନୁହେଁ। ନିଶ୍ଚିତ ପାଇଁ ଆପଣ ଯୋଉ ରିଅଲ ଥିଙ୍ଗସ ମିଳୁଛି, ରିଅଲ ଜିନିଷ ବହୁତ ସବୁବେଳେ ଚିନ୍ତା କରନ୍ତୁ ଭେଜିଟେବୁଲ ବା ଗ୍ରିନ୍ସ ଫୁଡ୍ସ ଖାଇବା ପାଇଁ। ବ୍ରାଇଟ ହେଲ୍ଥି ବଡି ରହିବ, ବ୍ରାଇଟ ରହିବ, ଆପଣଙ୍କୁ କିଛି ଡିଜିଜ ହବନି। ନିଶ୍ଚିତ ଭାବରେ ପଜିଟିଭ ନ୍ୟାଚୁରାଲ ଫୁଡ୍ସ ରେ ବହୁତ କିଛି ପଜିଟିଭ ଥିଙ୍ଗସ ଅଛି। ପ୍ରକୃତି ସହିତ ସମୟ କାଟନ୍ତୁ, ଆପଣ ମାଇଣ୍ଡ ଫ୍ରେଶ କରିବା ପାଇଁ ଲାଇଫରେ ପ୍ରକୃତି ସହିତ ସମୟ କାଟନ୍ତୁ। ସୂର୍ଯ୍ୟାଲୋକ, ଗଛପତ୍ର, ଶୁଦ୍ଧ ପବନରେ କେବେ ଆପଣ ଲାଇଫ ବିତାନ୍ତୁ। ନ୍ୟାଚୁରାଲ ଏନର୍ଜି ଅରାକୁ ଷ୍ଟ୍ରଙ୍ଗ କରେ ସବୁବେଳେ ଆପଣଙ୍କ ଲାଇଫରେ ଅରା ଷ୍ଟ୍ରଙ୍ଗ। କାହିଁକି ନା ଦେଖନ୍ତୁ ଆମର ପୌରାଣିକ ଯୁଗରେ ଋଷିମୁନି ଜଙ୍ଗଲ ଭିତରେ ଆଶ୍ରମ କରିବାର କାରଣ ଥିଲା ତାର ଅରା କ୍ଲିନିଂ ଥିଲା, ତାଙ୍କ ଉପରେ ପଜିଟିଭନେସ୍ ରହୁଥିଲା, ତାଙ୍କ କଥା ଚାଲିଚଳନ ତାଙ୍କର ବହୁତ ପଜିଟିଭନେସ୍ ରହୁଥିଲା। ସେମାନେ କଣ ଖାଲି ମାନେ ସେ ବି ଜଙ୍ଗଲରୁ ସଂଗ୍ରହ କରି ଖାଦ୍ୟ ଖାଉଥିଲା, ଯାହାଦ୍ୱାରା କି ଅରା ଷ୍ଟ୍ରଙ୍ଗ ଥିଲା। ଅରା ବୁଷ୍ଟର ଆଜିକା ଦୁନିଆରେ ଏବେ ସେ ଅରାକୁ ଷ୍ଟ୍ରଙ୍ଗ କରିବା ପାଇଁ ଅନଲାଇନରେ ବହୁତ ଲୋକ ଅରା ବୁଷ୍ଟର ଯନ୍ତ୍ର ମାନେ ଆଧ୍ୟାତ୍ମିକ ଯନ୍ତ୍ର ସ୍ପିରିଚୁଆଲ ସିମ୍ବଲ ପ୍ଲେଟ ୟୁଜ କରୁଛନ୍ତି, ଯାହାକୁ ଲୋକମାନେ ବିଶ୍ୱାସ କରନ୍ତି ଯେ ନେଗେଟିଭ ଏନର୍ଜି ଘଟାଏ କିମ୍ବା ଘର କିମ୍ବା ଶରୀର ପଜିଟିଭ ଡାଇଭର୍ସନ ବଢାଏ, ମନ ଶାନ୍ତି ସୁରକ୍ଷା ଦିଏ। ଦିସ୍ ଇଜ ଦ ରିଅଲ ବଟ୍ ହାଉ ଟୁ ଆକ୍ଟିଭେଟେଡ ଅରା କ୍ଲିନିଂ। ତାକୁ ନିଶ୍ଚିତ ଭାବରେ ଅରା କ୍ଲିନିଂ ସ୍ପିରିଚୁଆଲ ତାକୁ ପୂଜା କରି ଆକ୍ଟିଭେଟେଡ କରିବା ଦରକାର। ତାକୁ ସନଲାଇଟ ରେ ଥୋଇଲେ ସେ ଆକ୍ଟିଭେଟେଡ ହବ। ତେଣୁ ଏ ଚାପ୍ଟର ଯଦି ଭଲ ଲାଗିଥାଏ ଆପଣ ସେୟାର କରନ୍ତୁ। ଯେଉଁମାନେ ଅରା କ୍ଲିନିଂ ୟୁଜ କରୁଛନ୍ତି, ଅରା ବୁଷ୍ଟର ୟୁଜ କରିପାରିବେ, ବହୁତ ତାଙ୍କ ପାଇଁ ସୁବିଧା ହବ। ଚେଞ୍ଜିଂ ଆସିବ ନିଶ୍ଚିତ ଲାଇଫରେ।